ହସୁଥିବା ସବୁ ଚେହେରା କେବଳ ଖୁସି ସମୟରେ ହସି ନଥାଏ। ବେଳେ ବେଳେ ନିଜର ଅକୁହା ଦୁଃଖ କଷ୍ଟକୁ ଲୁଚେଇବାକୁ ଯାଇ ଦୁନିଆ ଆଗରେ ମିଛରେ ହସିବାକୁ ପଡ଼ିଥାଏ। ଓଁ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଯାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ତେବେ ନିଶ୍ଚିତ ଲାଇକ୍ କରନ୍ତୁ, କମେଣ୍ଟ ବକ୍ସରେ ଆପଣଙ୍କର ଇଷ୍ଟ ଦେବତାଙ୍କ ନାଁ ଲେଖନ୍ତୁ। ଯଦି ସବସ୍କ୍ରାଇବ କରିନାହାନ୍ତି ତେବେ ସବସ୍କ୍ରାଇବ କରେଇ ନିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ ବଟନ୍ ନିଶ୍ଚିତ ଦବେଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ସେପ୍ଟେମ୍ବର ମାସ 16 ତାରିଖ, ଓଡ଼ିଆ ଭାଦ୍ରବ ମାସ 31 ଦିନ, ମଙ୍ଗଳବାର, କୃଷ୍ଣ ପକ୍ଷ ଦଶମୀ ତିଥି, ଯାହା ରାତ୍ରି 1:21 ପର୍ଯ୍ୟନ୍ତ ରହୁଛି। ତାପରେ ଏକାଦଶୀ ତିଥି ଆରମ୍ଭ ହେଉଛି। ଆଜି ଆଦ୍ରା ନକ୍ଷତ୍ର, ଯାହା ଦିବା 9:04 ପର୍ଯ୍ୟନ୍ତ ରହୁଛି। ତାପରେ ପୁନର୍ବସୁ ନକ୍ଷତ୍ର ଆରମ୍ଭ ହେଉଛି। ଆଜି ମିଥୁନ ରାଶିରେ ଚନ୍ଦ୍ର, ଯାହାକି ରାତ୍ରି 2:26 ପର୍ଯ୍ୟନ୍ତ ରହୁଛି। ତାପରେ ଚନ୍ଦ୍ର କର୍କଟ ରାଶିରେ ଅବସ୍ଥାପନ କରିବେ। ଆଜି ଯାହାକି ସୂର୍ଯ୍ୟ ଉଦୟ ହେଉଛନ୍ତି ପ୍ରାପ୍ତ 5:36, ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:43। ଆଜି ଯାହାକି ଯୁଗ୍ନି ରହିଛି ଉତ୍ତର ଦିଗେ, ରାତ୍ରି 1:21 ପରେ ଅଗ୍ନିକୋଣରେ ଯୁଗ୍ନି ରହିବ। ଆଜି ଘାତ ଚନ୍ଦ୍ର ରହିଛି କନ୍ୟା ରାଶି ବ୍ୟକ୍ତିଙ୍କର, ଯାହା ରାତ୍ରି 2:26 ପର୍ଯ୍ୟନ୍ତ। ତାପରେ କୌଣସି ରାଶିରେ ଘାତ ଚନ୍ଦ୍ର ନାହିଁ। ଆଜି ଘାତ ବାର ରହିଛି, ଯାହାକି ମକର ରାଶି ବ୍ୟକ୍ତିଙ୍କର। ଆଜି ଯାହାକି ମୃତ ବ୍ୟକ୍ତିର ଏକ ପାଦ ପୁଷ୍କର ଦୋଷ, ଯାହା ଦିବା 9:04 ପର୍ଯ୍ୟନ୍ତ। ତାପରେ 2 ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି କୃଷି ସନ୍ତାନ ହାନି, ତତ୍ସହିତ ବଂଶ ହାନି। ଆଜିର ଶୁଭ ବାର୍ତ୍ତା, ଯଦି ଆପଣ ଖାଦ୍ୟ ଖାଇଲା ବେଳେ ଭୂମି ଉପରେ ଆସନ ପକି ବସୁଛନ୍ତି, ଏହା ନିଶ୍ଚିତ ମଙ୍ଗଳକାରକ ହୋଇଥାଏ। ଆପଣଙ୍କର ଖାଦ୍ୟ ହଜମ ହେବା ସହିତ ଅନେକ ନକାରାତ୍ମକ ଶକ୍ତି ଆପଣଙ୍କ ଠାରୁ ଦୂରତା ଅବଲମ୍ବନ କରିବା ସହିତ ସଦାବେଳେ ସକାରାତ୍ମକ ଭାବନା ଆସିଥାଏ। କିନ୍ତୁ ଚିଆରେ ବସି ଖାଇଲେ ଏସବୁ ଲକ୍ଷଣ ଦେଖାଯାଏ ନାହିଁ। ଆଜିର ଅଶୁଭ ବେଳା, ଯାହା ଦିବା 7:10 ରୁ ଦିବା 8:44 ମଧ୍ୟ ରହିଛି, ଯାହାକି ବାର ବେଳା। ସେହିଭଳି ଦିବା 12:55 ରୁ ଦିବା 2:30 ମଧ୍ୟ ରହିଛି କାଳ ବେଳା। ସେହିଭଳି ଦିବା 2:44 ରୁ ଦିବା 4:16 ମଧ୍ୟ ରହିଛି, ଯାହାକି ରାହୁ କାଳ ଯୁଗ। ସେହିଭଳି ରାତ୍ରି 7:16 ରୁ ରାତ୍ରି 8:51 ମଧ୍ୟ ରହିଛି, ଯାହାକି କାଳ ରାତ୍ରି। ତେଣୁ କାଳ ରାତ୍ରି, ରାହୁ କାଳ, ବାର ବେଳା ଏବଂ କାଳ ବେଳା ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ଦିବା 8:45 ରୁ ଦିବା 10:24 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 4:17 ରୁ ଅପରାହ୍ନ 5:43 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସୂର୍ଯ୍ୟାସ୍ତରୁ ସନ୍ଧ୍ୟା 6:31 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 8:55 ରୁ ରାତ୍ରି 11:19 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 1:43 ରୁ ଶେଷ ରାତ୍ରି 3:19 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା। ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟରେ ଆପଣ ଆଗକୁ ବଢିବାର ପୂର୍ଣ୍ଣ ସୁଯୋଗ ରହୁଛି। ବିରୋଧୀମାନେ ଆପଣଙ୍କର କାର୍ଯ୍ୟକଳାପକୁ ନିଶ୍ଚିତ ତୀକ୍ଷ୍ଣ କରିକି ଅନେଇବେ, କିନ୍ତୁ ଆପଣ ତାଙ୍କୁ ମାତ ଦେଇ ନିଜର ଲକ୍ଷ୍ୟସ୍ଥଳେ ପହଞ୍ଚିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ମେଷ ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଜଣାପଡୁଛି।
तेबे मेष राशि व्यक्ति पूर्वरु अटकी जाइथिबा कार्य मध्य सफल करिवे। तत्सहित मेष राशि व्यक्ति आज चाकरी संबंध कार्य गुड़ी निश्चित दृष्टि आकर्षण हब। तत्सहित राजनैतिक सामाजिक क्षेत्र में कार्य करुवा मेष राशि व्यक्ति निश्चित निजर कार्य आगु को बढ़िबा सहित निजर प्रतिष्ठा जाहिर करिवार पूर्ण सुजोग रहुछि। तेबे मेष राशि व्यक्ति आज इंटरव्यू एग्जाम थिले निश्चित सेथिरे सफलता पाइबे जहा आपनक भाग्य चक्र जना पडुछि। तत्सहित शिक्षार्थी विद्यार्थी मानकर आज उत्तम जोग रहुछि। तत्सहित मेष राशि व्यक्ति जो माने प्रेम संबंध रे जड़ित अछंती सेमानकर आज प्रेम बहुत आगो को बढ़िबो। उत्साह भरा कथावार्ता करिबा सहित नूतन प्रेम वार्तालाप करिबा पई पूर्ण सुजोग रहुछि। तत्सहित आज परिवार वर्ग बंधु वर्गक सहित हस खुशी रे दिन कटिबार उत्तम जोग रहुछि मेष राशि व्यक्तिंकर। आज मेष राशि व्यक्ति जहा कि व्यापार वाणिज्य रे आशा ठारू अधिक लाभ प्राप्त करिबार उत्तम जोग रहुछि। तेणु व्यापार वाणिज्य जेकोसी निष्पत्ति नवा पई पूर्ण सहयोग करिबा सहित अर्थ संचय करिबार पूर्ण ग्रह माने आपनको साथ देउछंती। पूर्वरु करिथिबा परिश्रमर फल मध्य पाइबे मेष राशि व्यक्ति। आज मेष राशि व्यक्ति स्वास्थ्यगत दृष्टि देखिले आपणकर जदि पूर्वर किछि स्वास्थ्य समस्या थिबो आज समाधान होबार अनेक चांस रहुछि। आज मेष राशि व्यक्तिंकर भाग्य संख्या रहिछि जहा कि 5। भाग्य रंग आपण नील रंग व्यवहार करि परिबे एवं ग्रह माने आपण आज 98% साथ दउछन। बेचालंतु जानिबा वृष राशि व्यक्तिंक विषय। वृष राशि व्यक्ति आज समस्त कार्य रे आपनको धैर्य सहकारे कार्य करिवार आवश्यकता रहिछि। नकारात्मक भावना ठारू निजको दूरता अवलंबन करंतु। तेबे वृष राशि व्यक्ति आज दान पुण्य रे अधिक समय अतिबाहित करि पारंती किंबा आध्यात्मिक कार्य रे अधिक समय देई पारंती। तेबे एथिरे समय देले आपनकर समय किछि अपचय हबो नाही। सेथिरे आपण मानसिक स्थिति भल रहिबो एवं कार्य गुडी को उत्साह सहकारे करिवे एवं कार्य सफलता मध्य पाइबे वृष राशि व्यक्ति। आज वृष राशि व्यक्ति राजनीतिक सामाजिक क्षेत्र टिके स्थिरता आनिबा सहित दैनंदिन कार्य प्रति निश्चित सचेतन रहिबा सहित चाकरी संबंधर कार्य किछि मात्रे अस्थिरता देखा देई पारे किंबा कार्य चाप बढ़ी पारे। तेबे शिक्षार्थी विद्यार्थी मानकर भाग्य आज मध्यम धरणर रहुछि। तत्सहित जो माने प्रेम संबंध रे वृष राशि व्यक्ति माने जड़ित अछंती निजर कथावार्ता को टिके संयमता रखिले आपणकर भाव प्रीति भल रहिबो। नहले निज भितरे अप्रीतिकर भावना आसी मनांतर जुग रहुछि। एहा प्रति सचेतन रहिबा सहित परिवार वर्ग बंधु वर्गक सहित भल संबंध रखंतु जहा आपणक पई भल हेबे। तेबे वृष राशि व्यक्ति नूतन प्रेम वार्तालाप पई आज दूरता अवलंबन करंतु। आज वृष राशि व्यक्ति जहा कि आपणकर व्यापार वाणिज्य रे आशा ठारू अधिक लाभ प्राप्त करि परिबे नाही किंतु योजना मुताबिक व्यापार वाणिज्य करंतु नहले आपण विफलता मध्य सामना करिबा को पड़ी पारे। तेबे वृष राशि व्यक्ति दूर यात्रा जदि करूछंती टिके निजको सचेतन रुहंतु। आज वृष राशि व्यक्ति स्वास्थ्यगत दृष्टि देखिले आपणकर किछि मात्रा स्वास्थ्य समस्या रही पारे। तेणु यहा प्रति निश्चित सचेतन रुहंतु जहा आपणक पई भल हेबो। आज वृष राशि व्यक्तिंकर भाग्य संख्या रहिछि जहा कि 3। भाग्य रंग आपण बैगणी रंग व्यवहार करि परिबे एवं ग्रह माने आपणको आज 75% साथ दउछंती। एबे चलंतु जानिबा मिथुन राशि व्यक्तिंक विषय। मिथुन राशि व्यक्ति आज समस्त प्रकार कार्य रे आपण सफलता हासिल करिवार पूर्ण सुजोग रहुछि। ग्रह माने आपणको आज उत्तम जुग परिस्थिति बनौछंती। तेणु जेकोसी कार्य रे हाथ देबे ताहा निश्चित सफल होबा सहित पूर्वरु अटकी जाइथिबा कार्य मध्य मिथुन राशि व्यक्तिंकर संपूर्ण होबार पूर्ण सुजोग रहुछि। आज दैनंदिन कार्य रे आगको बढ़िबा सहित आपणकर कार्य कौशली समस्त दृष्टि आकर्षण करि पारे मिथुन राशि व्यक्ति। आज मिथुन राशि व्यक्ति ऑफिस जनित कार्य रे निश्चित आगको बढ़िबा सहित कार्य कौशल रे समस्त आपणक ऊपर खुशी रहिबे। विशेष करी उपरस्थ कर्मचारी आपणको प्रशंसा करि पारंती जहा आपणक भाग्य चक्र रु जणा पड़ि। तेबे आज जहा कि मिथुन राशि व्यक्ति नूतन कार्य रे किछि नियोजित होई पारंती किंबा आपणकर कार्य जहा कि आगको बढ़िबो अर्थात प्रमोशन
क्षेत्र में किसी कथबार्ता हबार पूर्ण सुजोग रहुछि। आज मिथुन राशि व्यक्ति जहाँकि आपणकर राजनीतिक सामाजिक क्षेत्र जो माने कार्य करुछंती निश्चित आगक बढ़िबार पूर्ण सुजोग रहुछि। मान सम्मान प्रतिष्ठा लाभ करिबार पूर्ण सहयोग रहुछि। तत्सहित शिक्षार्थी विद्यार्थी मानकर आज भाग्य उत्तम युग परिस्थिति रहुथिबारु इंटरव्यू एग्जाम देले आपण निश्चित सेथिरे कृतकार्य करिबार पूर्ण सुजोग रहुछि, जहा आपणक भाग्य चक्ररु जणा पडुछि। तेबे आज मिथुन राशि व्यक्तिंकर प्रेम दुनिया रे जो माने जड़ित अछंती आज महा आनंदर दिन होई पारे, जाकि भलो वार्तालाप सहित निज भितर संपर्क भलो रहिबो। पूर्वर जदि किछि समस्या थिबा आज समाधान होबार अनेक चांस रहुछि। आज मिथुन राशि व्यक्ति जहाँकि नूतन प्रेम वार्तालाप करबा पई पूर्ण सुजोग रहुछि। परिवार वर्ग बंधु वर्गक सहित आज आपणकर भलो संबंध रहिबो। निज भितर जदि पूर्वर मनांतर जुग थिबो आज समाधान होबार अनेक चांस रहुछि। आज मिथुन राशि व्यक्तिंकर व्यापार वाणिज्य रे आपण अनेक प्रकार लाभ प्राप्त करिबार उत्तम युग रहुछि, जहा आशा ठारू अधिक लाभ प्राप्त करिबार पूर्ण सुजोग रहुछि। नूतन व्यापार वाणिज्य निष्पत्ति नबा पई ग्रह माने आपणकु संपूर्ण सहयोग करूछंती। आदि पूर्वरु करिथिबा परिश्रमर फल प्राप्त करिवे। तत्सहित अर्थ मध्य संचय करिबार पूर्ण सुजोग रहुछि मिथुन राशि व्यक्तिंकर। आज मिथुन राशि व्यक्तिंकर जाकि स्वास्थ्यगत दृष्टि देखिले पूर्वरु जदि किछि स्वास्थ्य समस्या थिबो आज निश्चित समाधान होबार रास्ता बाहरी जाई पारे। आज मिथुन राशि व्यक्तिंकर भाग्य संख्या रहिछि जहाँकि 1। भाग्य रंग आपण नाली रंग व्यवहार करंतु एवं ग्रह माने आपनको आज 98% साथ दउछंती। एबे चलंतु जानिबा कर्कट राशि व्यक्तिंक विषय। कर्कट राशि व्यक्ति आज समस्त प्रकार कार्य को आपनको धैर्य सहकारे करिवार आवश्यकता रहिछि। कौनसी कार्य को अस्थिरता आदु रखी कार्य करंतु नाही। विशेषकर गुरुत्वपूर्ण निष्पत्ति ठारू कर्कट राशि व्यक्ति दूरता अवलंबन करंतु। आज दैनंदिन कार्य रे किछि कार्य गुडी को त्रुटि होई पारे, विलंब होई पारे, जहा पई आपनकर मानसिक स्थिति अस्थिरता देखा देई पारे। तत्सहित कर्कट राशि व्यक्ति जो माने चाकरी संबंध रे कार्य करूछंती विशेषकर उपरस्थ कर्मचारी को अनुसार कार्य करंतु, कारण आज आपनकर कार्य त्रुटि कार्य चाप बढ़ी पारे, जहा पई आपण भलो अस्थिरता रही पारंती। एहा प्रति सचेतन रुहंतु। तेबे कर्कट राशि व्यक्ति आज मन को स्थिर रखिबा पई किछि प्रवचन आध्यात्मिक कार्य रे नियोजित रखंतु, तेबे जाई आपण धीरे धीरे सफलता आडको अग्रगति करिवे। तेबे आज कर्कट राशि व्यक्ति विशेषकर चाकरी संबंधर कार्य गुडी को आपण को जदि इंटरव्यू एग्जाम थिबो सेतिरे सफलता पाइबा टिके निराशपण देखा देई पारे। तेबे आज कर्कट राशि व्यक्ति आपणकर प्रेम दुनिया रे जो माने जड़ित अछंती टिके भलो संबंध रखिबा पई चेष्टा करंतु, कारण आपणकर अहंकार भावना जुगु निज भितरे जहा कि संपर्क खराब होबार चांस रहउछि। तेबे कर्कट राशि दूर यात्रा करूथिले आपणको किछि भलो सुजोग बा कार्य सफलता जुग रहुछि। तेबे कर्कट राशि व्यक्ति आज राजनीतिक सामाजिक क्षेत्र में कार्य गुडी को स्थिरता अवलंबन करंतु, जहा आपणको पई भलो हेबो। व्यापार वाणिज्य रे आपण आकस्मिक भावे अधिक लाभ प्राप्त करिवार पूर्ण सुजोग रहुछि, जहा आपणको भाग्य चक्र रु जणा पड़ि। तेबे नूतन व्यापार वाणिज्य आज निष्पत्ति नियंतु नाही, जहा आपणको पई भलो हेबो। तेबे कर्कट राशि व्यक्ति आज स्वास्थ्यगत दृष्टि देखिले आपणकर स्वास्थ्य समस्या अनेक प्रकार खराब होबार चांस रहुछि, जहा आपणक भाग्य चक्र जणा पड़े। तेणु निजर स्वास्थ्य प्रति पूर्ण सचेतन रुहंतु। पूर्वरु जदि स्वास्थ्य समस्या जो थिबो ताहा केमिति पुनरावृत्ति न हेबो यहा प्रति ध्यान देले आज दिनटी अति सुखमय परिवेश रे कटिबो। आज कर्कट राशि व्यक्तिंकर भाग्य संख्या रहिछि जहा कि 2। भाग्य रंग धूसर रंग व्यवहार करि परिबे एवं ग्रह माने आपनको आज 70% साथ दउचंती। एबे चलंतु जानिबा सिंह राशि व्यक्तिंक विषय। सिंह राशि व्यक्ति आज समस्त प्रकार कार्य क्षेत्र रे आपण सफलता पाइबार पूर्ण सुजोग रहुछि। आज समय अनुसार समस्त प्रकार कार्य होबा सहित दैनंदिन कार्य गुडी को आपण उत्साह सहकारे करिवे। तत्सहित आज सिंह राशि व्यक्ति गुरुत्वपूर्ण निष्पत्ति नबा पई ग्रह माने आपनको पूर्ण सहयोग करूचंती। ऑफिस जनित कार्य रे जदि सिंह राशि माने जड़ित थिबे आज महा आनंदर दिन होई पारे। प्रत्येक कार्य आपनको सहयोग करिवे एवं सहकारी माने आपनको अनेक प्रकार सहयोग करिबा सहित कार्य प्रशंसा पाइबार
ଉପରସ୍ଥ କର୍ମଚାରୀ ଠାରୁ ପୂର୍ଣ୍ଣ ଯୁଗ ରହୁଛି ଯାହା ସିଂହ ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ଅଫିସ ଜନିତ କାର୍ଯ୍ୟରେ ଆପଣଙ୍କର କାର୍ଯ୍ୟ ଯାହାକି ପଦୋନ୍ନତି ହବାର ବା ପଦୋନ୍ନତି କ୍ଷେତ୍ରରେ କିଛି ସମ୍ଭାବନା ରହୁଛି। ତେବେ ଆଜି ସିଂହ ରାଶି ବ୍ୟକ୍ତି ଆପଣଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଅନେକ ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ଆପଣଙ୍କର ଭାଗ୍ୟ ଆଜି ଦ୍ୱିଗୁଣିତ ରହିଛି ଯାହାକି ସମସ୍ତ କ୍ଷେତ୍ରରେ ଆପଣ ସଫଳତା ପାଇବା ସହିତ ପ୍ରେମ ସମ୍ବନ୍ଧରେ ଯଦି ଜଡିତ ଅଛନ୍ତି ଆଜି ଅନେକ ପ୍ରକାର ମଧୁର ସମ୍ପର୍କ ବଢିବ ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି ନୂତନ ପ୍ରେମ ବାର୍ତ୍ତାଳାପ କରିବା ପାଇଁ ପୂର୍ଣ୍ଣ ସୁଯୋଗ ରହୁଛି ସିଂହ ରାଶି ବ୍ୟକ୍ତିଙ୍କର ଏବଂ ପରିବାର ବର୍ଗ ଏବଂ ଆପଣଙ୍କର ବନ୍ଧୁବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବ ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ଯେକୌଣସି କାର୍ଯ୍ୟ ପାଇଁ ଯଦି ଦୂର ଯାତ୍ରା କରୁଛନ୍ତି ବିଶେଷ କରି ଅର୍ଥଜନିତ କ୍ଷେତ୍ରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି ଏବଂ ବେପାର ବାଣିଜ୍ୟରେ ଆପଣ ଦ୍ୱିଗୁଣିତ ଲାଭ ପାଇବା ସହିତ ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ପୂର୍ଣ୍ଣ ସୁଯୋଗ ରହୁଛି ଗ୍ରହ ମାନଙ୍କର। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଯାହାକି ଆପଣଙ୍କର କରିଥିବା ପୂର୍ବରୁ ପରିଶ୍ରମର ଫଳ ପ୍ରାପ୍ତ କରିବା ସହିତ ଅର୍ଥ ସଞ୍ଚୟ କରିବାର ପୂର୍ଣ୍ଣ ସୁଯୋଗ ରହୁଛି ଯାହା ସିଂହ ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8, ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟ ଗୁଡିକୁ ଟିକେ ଧୈର୍ଯ୍ୟ ଆବଶ୍ୟକତା ରହିଛି। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଟିକେ ଦୂରତା ଅବଲମ୍ବନ କରନ୍ତୁ କାରଣ ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଘାତ ଚନ୍ଦ୍ର ଯୁଗ ରହୁଛି। ତେଣୁ ନିଶ୍ଚିତ କାର୍ଯ୍ୟ ପ୍ରତି ସଚେତନ ରୁହନ୍ତୁ। ତତ୍ସହିତ ଦୈନନ୍ଦିନ କାର୍ଯ୍ୟରେ କିଛି ତ୍ରୁଟି ଆସିବ, ଅଫିସ ଜନିତ କାର୍ଯ୍ୟରେ କିଛି ସମସ୍ୟା ଆସିପାରେ ଯାହା ପାଇଁ ଆପଣଙ୍କର ମାନସିକ ସ୍ଥିତି ଟିକେ ଅସ୍ଥିରତା ରହିପାରେ, ଏହା ପ୍ରତି ସଚେତନ ରୁହନ୍ତୁ କନ୍ୟା ରାଶି ବ୍ୟକ୍ତି। ଆଜି କନ୍ୟା ରାଶି ବ୍ୟକ୍ତି ଅଫିସ ଜନିତ କାର୍ଯ୍ୟ ସହିତ ଆପଣଙ୍କର ଚାକିରି ସମ୍ବନ୍ଧରେ କାର୍ଯ୍ୟ ମଧ୍ୟ ତ୍ରୁଟି ହବ ବା ଆପଣଙ୍କର କାର୍ଯ୍ୟ ଆପଣଙ୍କ ଆଶା ଅନୁସାରେ ସଫଳତା ନ ହୋଇପାରେ। ତେଣୁ ଏହା ପ୍ରତି ଧ୍ୟାନ ଦେବା ସହିତ କନ୍ୟା ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ନିଜକୁ ଟିକେ ସ୍ଥିରତା ରଖନ୍ତୁ। କୌଣସି ଅଧୈର୍ଯ୍ୟ ବା ଅହଙ୍କାର ଭାବନା ବା ବଡମ୍ବା ଦେଖି କାର୍ଯ୍ୟ କରନ୍ତୁ ନାହିଁ ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆ ଠାରୁ ନିଜକୁ ଦୂରତା ଅବଲମ୍ବନ କରନ୍ତୁ। କୌଣସି ପ୍ରେମ କ୍ଷେତ୍ରରେ ଆପଣ ଆଜି କଥାବାର୍ତ୍ତା ସଂଯମତା ନିହାତି ଆବଶ୍ୟକତା କାରଣ ନିଜ ଭିତରେ ମନାନ୍ତର ଯୁଗ ରହୁଛି। ଅହଙ୍କାର ଭାବନା ଯୋଗୁଁ ଆପଣଙ୍କର ସମ୍ପର୍କ ଫାଟ ଦେଖା ଦେଇପାରେ। ତେଣୁ ଏହା ପ୍ରତି ସଚେତନ ରହିବା ସହିତ କନ୍ୟା ରାଶି ବ୍ୟକ୍ତି ପରିବାର ବର୍ଗଙ୍କ ସହିତ ମନାନ୍ତର ଯୁଗ ରହୁଛି। ତତ୍ସହିତ ଆପଣ ନିଜ ଭିତରେ ସମ୍ପର୍କ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଆଜି କନ୍ୟା ରାଶି ବ୍ୟକ୍ତି ଆପଣଙ୍କର ବେପାର ବାଣିଜ୍ୟରେ ଟିକେ ଧୈର୍ଯ୍ୟ ସହକାରେ ବେପାର ବାଣିଜ୍ୟ କରନ୍ତୁ। କୌଣସି ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ଆଜି ନିଅନ୍ତୁ ନାହିଁ ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ଆପଣଙ୍କର କୌଣସି ଅର୍ଥ କାହାକୁ ଧାର ଉଧାର ଦିଅନ୍ତୁ ନାହିଁ କିମ୍ବା ଆଣନ୍ତୁ ନାହିଁ ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ଯୋଉ ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ତାହା ଦ୍ୱିଗୁଣିତ ହବାର ଅନେକ ଚାନ୍ସ ରହୁଛି। ତେଣୁ ଏହା ପ୍ରତି ନିଶ୍ଚିତ କନ୍ୟା ରାଶି ବ୍ୟକ୍ତି ସଚେତନ ରୁହନ୍ତୁ। ବିଶେଷ କରି ନିଜର ସ୍ୱାସ୍ଥ୍ୟ କେମିତି ଠିକ ରହିବ ବା ଖରାପ ନ ହବ। ଯଦି ଅଧିକ ଖରାପ ହଉଛି କନ୍ୟା ରାଶି ବ୍ୟକ୍ତି ଆଜି ନିଶ୍ଚିତ ଡକ୍ଟର ପରାମର୍ଶ ନିଅନ୍ତୁ ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ କନ୍ୟା ରାଶି ବ୍ୟକ୍ତିଙ୍କର ଆଜି ଭାଗ୍ୟ ସଂଖ୍ୟା ରହିଛି ଯାହାକି 7, ଭାଗ୍ୟ ରଙ୍ଗ ଆପଣଙ୍କର ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ଅନେକ କାର୍ଯ୍ୟ ଚାପ ବଢିପାରେ, ମନରେ ଅଶାନ୍ତି ପରିବେଶ ସୃଷ୍ଟି ହୋଇପାରେ। ତେଣୁ ତୁଳା ରାଶି ବ୍ୟକ୍ତି ଧୈର୍ଯ୍ୟ ସହକାରେ ନିଜର କାର୍ଯ୍ୟ କରନ୍ତୁ। ବିଶେଷ କରି ସାଙ୍ଗସାଥି ପରିବାର ବର୍ଗଙ୍କ ସହିତ ସମ୍ବନ୍ଧ ଭଲ ରଖନ୍ତୁ କାରଣ ଆଜି ଅନେକ ସମ୍ବନ୍ଧ ଖରାପ ହୋଇପାରେ ଯାହା ଦ୍ୱାରା ଆପଣଙ୍କର କାର୍ଯ୍ୟ ନିଶ୍ଚିତ ଖରାପ ହୋଇପାରେ। ବିଶେଷ କରି ଆପଣ ଚାକିରି ସମ୍ବନ୍ଧରେ କାର୍ଯ୍ୟ କରୁଛନ୍ତି ଯଦି ତୁଳା ରାଶି ବ୍ୟକ୍ତି ନିଶ୍ଚିତ ସଚେତନ ରୁହନ୍ତୁ। ଉପରସ୍ଥ କର୍ମଚାରୀଙ୍କ ଅନୁସାରେ କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ତୁଳା ରାଶି ବ୍ୟକ୍ତି ଆଜି ଆପଣଙ୍କର
ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ଧୈର୍ଯ୍ୟ ସହକାରେ ପ୍ରତ୍ୟେକ କାର୍ଯ୍ୟ କରିଲେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହୋଇପାରେ। ତତ୍ସହିତ ଅଫିସ ଜନିତ କାର୍ଯ୍ୟ ସହିତ ଆପଣଙ୍କର ଯଦି ଚାକିରି ସମ୍ବନ୍ଧରେ କିଛି ଇଣ୍ଟରଭ୍ୟୁ ଏକ୍ଜାମ ଥିବ ତେବେ ଆଶା ଅନୁଯାୟୀ ସଫଳତା ନ ମିଳିପାରେ କିନ୍ତୁ ବିଫଳତା ମଧ୍ୟ ହବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡୁଛି। ତେବେ ତୁଳା ରାଶି ବ୍ୟକ୍ତି ଆଜି ଆପଣଙ୍କର ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ମଧୁର ସମ୍ପର୍କ ଭିତରେ କିଛି ଫାଟ ସୃଷ୍ଟି ହୋଇପାରେ। ନିଜର ଅହଙ୍କାର ଭାବନାକୁ ଟିକେ ସଂଯମତା ରଖନ୍ତୁ। ବିଶେଷ କରି ଆପଣ କଥାବାର୍ତ୍ତା ବେଳେ ଆବଶ୍ୟକ ସ୍ଥଳେ ଚୁପ୍ ରୁହନ୍ତୁ, ଦେଖିବେ ଆପଣଙ୍କର ସମ୍ପର୍କ ଭଲ ରହିବ। ତତ୍ସହିତ ଆଜି ଯାହାକି ତୁଳା ରାଶି ବ୍ୟକ୍ତି ଆପଣଙ୍କର ଅର୍ଥଜନିତ ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡୁଛି। ତେଣୁ ଅର୍ଥଜନିତ ବେପାର ବାଣିଜ୍ୟ ପାଇଁ ଆଜି ନିଶ୍ଚିତ ନିଷ୍ପତ୍ତି ନେଲେ କୌଣସି କ୍ଷତି ହବ ନାହିଁ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଯାହାକି ଅର୍ଥଜନିତ ମଧ୍ୟ କିଛି ଆପଣ ସଞ୍ଚୟ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ତୁଳା ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର କିଛି ମାତ୍ରାରେ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି କରିପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡୁଛି। ବିଶେଷ କରି ମାନସିକ ସ୍ଥିତି ଆପଣଙ୍କର ଅସ୍ଥିରତା ଅଧିକ ଦେଖା ଦେଇପାରେ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5। ଭାଗ୍ୟ ରଙ୍ଗ ଆପଣ ମିଶ୍ରିତ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ସମସ୍ତ ନୂତନ କାର୍ଯ୍ୟ ଠାରୁ ଦୂରତା ଅବଲମ୍ବନ କରିବା ସହିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରନ୍ତୁ। ତତ୍ସହିତ ଆଜି ବିଛା ରାଶି ବ୍ୟକ୍ତି ସମସ୍ତ କାର୍ଯ୍ୟରେ ଆପଣ ବିଫଳତା ଯୁଗ ସାମ୍ନା କରିବାକୁ ପଡିପାରେ। କାର୍ଯ୍ୟରେ ତ୍ରୁଟି ଆସିପାରେ, ଯାହା ପାଇଁ ମାନସିକ ସ୍ଥିତି ଅସ୍ଥିରତା ଦେଖା ଦେଇପାରେ। ତେବେ ତୁଳା ରାଶି ବ୍ୟକ୍ତି ଆଜି କାର୍ଯ୍ୟରେ ଗୁଡ଼ିକୁ ନିଜକୁ ସଂଯମତା ନିହାତି ଆବଶ୍ୟକତା। ସମସ୍ତଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ। ତତ୍ସହିତ ଆଜି ବିଛା ରାଶି ବ୍ୟକ୍ତି ଆପଣଙ୍କର ଅଫିସ ଜନିତ କାର୍ଯ୍ୟରେ ଯୋଉମାନେ ଜଡିତ ଅଛନ୍ତି କାର୍ଯ୍ୟ ତ୍ରୁଟି ଆସିପାରେ ଏବଂ କାର୍ଯ୍ୟ ଚାପ ବଢିପାରେ, ଯାହା ପାଇଁ ଆପଣ ଅବହେଳା ଯୁକ୍ତ ରହିପାରନ୍ତି ଏବଂ ଉପରସ୍ଥ କର୍ମଚାରୀଙ୍କ ଠାରୁ ଗାଳି ମଧ୍ୟ ଶୁଣିବାର ପୂର୍ଣ୍ଣ ଯୁଗ ରହୁଛି। ତେଣୁ ଏହା ପ୍ରତି ନିଶ୍ଚିତ ବିଛା ରାଶି ବ୍ୟକ୍ତି ସାବଧାନ ରହିବା ସହିତ ଆପଣ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ବିଛା ରାଶି ବ୍ୟକ୍ତି ନିଶ୍ଚିତ ଧୈର୍ଯ୍ୟ ସହକାରେ କାର୍ଯ୍ୟ କରନ୍ତୁ। କାହା ସହିତ ଯାହାକି ଯୁକ୍ତିତର୍କ କଳହ ଠାରୁ ଦୂରତା ଅବଲମ୍ବନ କରିବା ସହିତ ଆପଣଙ୍କର ରାଜନୈତିକ ସାମାଜିକ କ୍ଷେତ୍ର ଟିକେ ସ୍ଥିର ରଖିଲେ ଆପଣଙ୍କ ପାଇଁ ଭଲ ହେବ। ତେବେ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଆଜି ବିଫଳତା ଯୋଗ ଅନେକ ପ୍ରକାର ରହୁଛି। ତେଣୁ ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ଆପଣ ଟିକେ ନିଜକୁ ସଂଯମତା ବା ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତେବେ ବିଛା ରାଶି ବ୍ୟକ୍ତି ଆଜି ନୂତନ ପ୍ରେମ କ୍ଷେତ୍ରରେ ଆଦୌ ଉତ୍ତମ ଦିନ ହୋଇନପାରେ। ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ନିଜ ଭିତରେ ଅନେକ ମନାନ୍ତର ଯୁଗ ରହୁଛି। ତତ୍ସହିତ ପରିବାର ବର୍ଗ ଏବଂ ଆପଣଙ୍କର ବନ୍ଧୁ ବର୍ଗଙ୍କ ସହିତ କିଛି ମନାନ୍ତର ଯୁଗ ରହୁଛି। ତେଣୁ ଆବଶ୍ୟକ ସ୍ଥଳେ ବିଛା ରାଶି ବ୍ୟକ୍ତି ମାନେ ଚୁପ୍ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ବିଛା ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଅନେକ ପ୍ରକାର କ୍ଷତି ଯୁଗ ସାମ୍ନା ରହିବାର ଯୁଗ ରହୁଛି। ତେଣୁ ଆପଣ ନିଶ୍ଚିତ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତେବେ ଦୂରଯାତ୍ରା କରୁଥିଲେ ବିଛା ରାଶି ବ୍ୟକ୍ତି ଆଜି ବିଫଳତା ମଧ୍ୟ ସାମ୍ନା କରିବାର ଯୁଗ ରହୁଛି। ତେଣୁ ଏହା ପ୍ରତି ସଚେତନ ରହିବା ସହିତ ବେପାର ବାଣିଜ୍ୟରେ ଆପଣ ବିଫଳତା ଯୁଗ ରହୁଛି। ତତ୍ସହିତ ଆଜି ବିଛା ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ବଢିପାରେ। ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଆହୁରି ଦ୍ୱିଗୁଣିତ ହେବାର ଅନେକ ଚାନ୍ସ ରହୁଛି। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 3। ଭାଗ୍ୟ ରଙ୍ଗ ଆପଣ କମଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟରେ ଆପଣ ନିଶ୍ଚିତ ସଫଳତା ହାସଲ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଦୈନନ୍ଦିନ କାର୍ଯ୍ୟରେ ଆପଣ ଆଗକୁ ବଢିବା ସହିତ ନୂତନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଗ୍ରହ ମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ତେବେ ଆଜି ଧନୁ ରାଶି ବ୍ୟକ୍ତି ଆପଣଙ୍କର କାର୍ଯ୍ୟକୌଶଳ ସମ୍ପୂର୍ଣ୍ଣ ଭିନ୍ନ ହେବ ଏବଂ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରାଇପାରେ ଏବଂ ସମସ୍ତେ ଆପଣଙ୍କ ଉପରେ ଖୁସି ରହିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡୁଛି। ତେବେ ଧନୁ ରାଶି ବ୍ୟକ୍ତି ଆଜି ଅଫିସ ଜନିତ କାର୍ଯ୍ୟରେ ଆପଣଙ୍କର ଉତ୍ସାହ ଦ୍ୱିଗୁଣିତ ହେବ। ଆପଣଙ୍କର କାର୍ଯ୍ୟକୌଶଳ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିବା ସହିତ ଉପରସ୍ଥ କର୍ମଚାରୀ ଆପଣଙ୍କୁ ଯାହାକି ପ୍ରଶଂସା କରିବାର ଅନେକ ଚାନ୍ସ ରହୁଛି। ଆଜି ଧନୁ ରାଶି ବ୍ୟକ୍ତି ଯୋଉମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି
ଅନେକ ପ୍ରକାରର ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଧନୁରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ଯଦି ଇଣ୍ଟରଭ୍ୟୁ ଏକ୍ଜାମ ଥିବ, ଆପଣ ନିଶ୍ଚିତ ଅନେକ ପ୍ରକାର ଲାଭ ଫଳ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ଧନୁରାଶି ବ୍ୟକ୍ତି ଆଜି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି, ନିଜ ଭିତରେ ମଧୁରତା ଅଧିକ ଦେଖାଦେବା ସହିତ ନୂତନ ପ୍ରେମ ବାର୍ତ୍ତାଳାପ କରିବାର ସୁଯୋଗ ରହୁଛି। ତତ୍ସହିତ ଆଜି ଯାହାକି ଧନୁରାଶି ବ୍ୟକ୍ତି ପରିବାର ବର୍ଗଙ୍କ ସହିତ ମଧ୍ୟ ହସ ଖୁସିରେ କଟିବା ସହିତ ବନ୍ଧୁବର୍ଗଙ୍କ ସହିତ ଆଜି ଆପଣଙ୍କର ଭଲ ସମ୍ବନ୍ଧ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଧନୁରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ଆଶା ଠାରୁ ଅଧିକ ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଧନୁରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆଜି ନିଶ୍ଚିତ ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ସହଯୋଗ କରୁଛନ୍ତି ପୂର୍ଣ୍ଣ ଦୃଷ୍ଟିରେ। ତେବେ ଧନୁରାଶି ବ୍ୟକ୍ତି ଆଜି ଆପଣ ଯାହାକି ଅର୍ଥ ମଧ୍ୟ ସଞ୍ଚୟ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ଧନୁରାଶି ବ୍ୟକ୍ତି ପୂର୍ବରୁ କରିଥିବା ପରିଶ୍ରମର ଫଳ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଧନୁରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ, ଆଜି ନିଶ୍ଚିତ ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆପଣ ଆଜି ମାନସିକ ସ୍ତରରେ ମଧ୍ୟ ପୂର୍ଣ୍ଣ ସୁସ୍ଥ ରହିବେ। ଆଜି ଧନୁରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1, ଭାଗ୍ୟ ରଙ୍ଗ ଆପଣ ହଳଦିଆ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟରେ ଆପଣ ନିଶ୍ଚିତ ଆଗକୁ ବଢିବା ସହିତ କାର୍ଯ୍ୟଗୁଡ଼ିକୁ ନିଶ୍ଚିତ ସଫଳତା ପ୍ରାପ୍ତ କରିବାର ଉତ୍ତମ ଯୋଗ ରହିଛି। ଆଜି କାର୍ଯ୍ୟରେ ବହୁତ ଆନନ୍ଦିତ ରହିପାରନ୍ତି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡୁଛି। ବିଶେଷ କରି ଆଜି ମକର ରାଶି ବ୍ୟକ୍ତିଙ୍କର ଅଫିସ ଜନିତ କାର୍ଯ୍ୟରେ ନିଶ୍ଚିତ ଉତ୍ସାହ ଏବଂ ପ୍ରତ୍ୟେକ କାର୍ଯ୍ୟ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ ଏବଂ କାର୍ଯ୍ୟରେ ଆପଣଙ୍କୁ ସହଯୋଗ ମିଳିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ଆଜି ମକର ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟରେ ଆଗକୁ ବଢିବା ସହିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ସାଥ ଦେଉଛନ୍ତି। ଆଜି ମକର ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ମଧ୍ୟ ଆଗକୁ ବଢିବାର ପୂର୍ଣ୍ଣ ସହଯୋଗ ରହୁଛି। ଆଜି ମକର ରାଶି ବ୍ୟକ୍ତି ଯାହାକି ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ନିଶ୍ଚିତ ଆଶା ଅନୁସାରେ ସଫଳତା ମିଳିବାର ସୁଯୋଗ ରହୁଛି। ତେବେ ମକର ରାଶି ବ୍ୟକ୍ତି ଆଜି ଆପଣଙ୍କ ନୂତନ ପ୍ରେମ ବାର୍ତ୍ତାଳାପ କରିବା ପାଇଁ ବିଶେଷ କରି ପୁରୁଷମାନେ ମହିଳାଙ୍କ ସହିତ ଅଧିକ ସମ୍ବନ୍ଧ ରହିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡୁଛି। ତେବେ ମକର ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି, ଆଜି ଆପଣଙ୍କ ପାଇଁ ଏକ ଅତି ଆନନ୍ଦର ଦିନ କହିଲେ ଅତ୍ୟୁକ୍ତି ହବ ନାହିଁ। ଆଜି ମକର ରାଶି ବ୍ୟକ୍ତିଙ୍କର ଯାହାକି ପରିବାର ବର୍ଗ ଏବଂ ବନ୍ଧୁବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବା ସହିତ ବିଶେଷ କରି ସ୍ୱାମୀ ସ୍ତ୍ରୀଙ୍କ ସହିତ ଭଲ ସମ୍ବନ୍ଧ ରହିବାର ଉତ୍ତମ ଯୋଗ ରହୁଛି। ଆଜି ମକର ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଯୋଉମାନେ ଜଡିତ ଅଛନ୍ତି ନିଶ୍ଚିତ ଆଶା ଅନୁସାରେ ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ମକର ରାଶି ବ୍ୟକ୍ତି ଆଜି ଦୂରଯାତ୍ରା ଯଦି କରୁଛନ୍ତି, ନିଶ୍ଚିତ ସେ ଦୂରଯାତ୍ରାରେ ଆପଣ ସଫଳତା ପାଇବେ ଏବଂ ଶତ୍ରୁମାନେ ଆଜି ପରାଜିତ ହବାର ପୂର୍ଣ୍ଣ ସୁଯୋଗ ରହୁଛି। ଯୋଉମାନେ ଆପଣଙ୍କୁ ବିଭିନ୍ନ ପ୍ରକାର ସମସ୍ୟାରେ ପକଉଥିଲେ, ଆଜି ନିଶ୍ଚିତ ସେମାନଙ୍କୁ ଆଜି ଆପଣ ପାନେ ଦବାର ଉତ୍ତମ ଯୁଗ ରହୁଛି। ତେବେ ଆଜି ମକର ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ଯୋଉ ସ୍ୱାସ୍ଥ୍ୟ ସମସ୍ୟା ଥିବ, ଆଜି ନିଶ୍ଚିତ ସମାଧାନ ହବାର ଅନେକ ଚାନ୍ସ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡୁଛି। ତେବେ ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7, ଭାଗ୍ୟ ରଙ୍ଗ ଆପଣ ବାଇଗଣୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ସମସ୍ତ କାର୍ଯ୍ୟ ଗୁଡ଼ିକୁ ଟିକେ ଧୈର୍ଯ୍ୟ ନିହାତି ଆବଶ୍ୟକତା। ଧୈର୍ଯ୍ୟ ସହକାରେ ଯଦି କୁମ୍ଭ ରାଶି ବ୍ୟକ୍ତି କାର୍ଯ୍ୟ ପରିଚାଳନା କରୁଛନ୍ତି, ତେବେ ଯାଇ ସମସ୍ତ କାର୍ଯ୍ୟରେ ଆପଣ ସଫଳତା ପ୍ରାପ୍ତ କରିବାର ଉତ୍ତମ ଯୁଗ ବନେଇ ପାରେ। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ଟିକେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରିବା ସହିତ ଆପଣଙ୍କର କାର୍ଯ୍ୟ କୌଶଳକୁ ଟିକେ ପରିବର୍ତ୍ତନ ନିହାତି ଆବଶ୍ୟକତା ରହିଛି। ଅଫିସ ଜନିତ କାର୍ଯ୍ୟରେ ତ୍ରୁଟି ଆସିପାରେ, ତେଣୁ ଏହା ପ୍ରତି ଧୈର୍ଯ୍ୟ ରଖନ୍ତୁ। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତି ଯଦି ଆପଣ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ନିଶ୍ଚିତ ଆପଣଙ୍କର ଆଜି ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଆଜି ବିଳମ୍ବ ଯୁକ୍ତ କାର୍ଯ୍ୟ ରହୁଛି, ତେଣୁ ଏହା ପ୍ରତି ନିହାତି ଧ୍ୟାନ ଦେବାର ଆବଶ୍ୟକତା ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ଦୁନିଆରେ ଜଡିତ ଅଛନ୍ତି, ଆଜି ନିଶ୍ଚିତ ଆପଣଙ୍କର ସମ୍ପର୍କ କିଛି ଅପ୍ରୀତିକର ଖରାପ ଯୁଗ ରହୁଛି ବା ନିଜ ଭିତରେ ମନାନ୍ତର ଯୁଗ ରହୁଛି, ତେଣୁ ଏହା ପ୍ରତି
निहाती कुंभ राशि व्यक्ति ध्यान दबार आवश्यकता रही। आज नूतन प्रेम वार्तालाप उत्तम जुग होई न पारे एवं परिवार वर्ग बंधु वर्गों सहित किछि कुंभ राशि व्यक्ति मनांतर जुग रहुछि। तेबे किछि जदि कार्य आपनकर युक्तितर्क होई पारे तेबे आपण आवश्यक स्थले चुप रुहंतु जहाँ आपनकर संबंध भल रखिबो। तेबे कुंभ राशि व्यक्ति आज व्यापार वाणिज्य रे निश्चित लाभ प्राप्त करिवार पूर्ण सुयोग रहुछि। अनावश्यक खर्च ठारू किंतु कुंभ राशि व्यक्ति आज दूरता अवलंबन करंतु। आपणकर योजना अनुसार जदि व्यापार वाणिज्य करिवे निश्चित सफलता पाइबे, किंतु नूतन व्यापार वाणिज्य निष्पत्ति आज दूरता अवलंबन करंतु जहाँ आपणक पई भल हेबे। तेबे कुंभ राशि व्यक्ति आज स्वास्थ्यगत दृष्टि देखिले आपणकर पूर्वर जदि स्वास्थ्य समस्या थिबो आज वृद्धि होबा सहित आज मानसिक स्थिति अधिक अस्थिरता देखा दे पारे जहाँ आपणक भाग्य चक्र जना पड़ुछि। तेबे कुंभ राशि व्यक्तिंकर आज भाग्य संख्या रही जहाँ कि 6। भाग्य रंग आपण कला रंग व्यवहार करि परिबे एवं ग्रह माने आपण को आज 70% साथ दउछंती। एबे चलंतु जानिबा मीन राशि व्यक्ति विषय। मीन राशि व्यक्ति आज निश्चित निजर कार्य प्रति टिके संयमता निहाती आवश्यकता रही। दैनंदिन कार्य रे अनेक समस्या आसी पारे, त्रुटि आसी पारे, निज भीतर संपर्क खराब होबार चांस रहुछि, झगड़ा कलह आसी पारे जहाँ आपणक भाग्य चक्र जना पड़ुछि। तेणु मीन राशि व्यक्ति यहाँ प्रति निश्चित सावधान रहिबा सहित गुरुत्वपूर्ण निष्पत्ति ठारू दूरता अवलंबन करंतु। तेबे मीन राशि व्यक्ति जो माने ऑफिस जनित कार्य रे जड़ित अछंती आपण टिके संयमता निहाती आवश्यकता। उपरस्थ कर्मचारी अनुसार कार्य करंतु एवं सहयोगी सहित भल संपर्क रखंतु, कारण आज निज भीतर संपर्क खराब होबार चांस रहुछि जहाँ मीन राशि व्यक्ति भाग्य चक्र जना पड़ुछि। तेणु मीन राशि व्यक्ति आज जो माने राजनीतिक सामाजिक क्षेत्र में कार्य करुछंती आपन को टिके स्थिरता रखंतु। आज बढ़ामी बा कोनोसी कार्य रे हस्तक्षेप करंतु नाही जहाँ आपन को पई भलो हेबे। तेबे शिक्षार्थी विद्यार्थी मानकर आज भाग्य निम्नगामी रहुछि। तेणु या प्रति सचेतन रहिबा सहित नूतन प्रेम वार्तालाप ठारू दूरता अवलंबन करंतु। मीन राशि व्यक्ति जो माने प्रेम संबंध रे जड़ित अछंती आज निज भीतर मनांतर जुग रहुछि। आवश्यक स्थले जदि युक्तितर्क हुए आपण चुप रुहंतु जहाँ आपणकर संबंधर फाट सृष्टि हेबो नाही। तत्सहित आज मीन राशि व्यक्ति परिवार वर्ग बंधु वर्ग सहित भल संबंध रखंतु जहाँ आपणक पई निहाती आवश्यकता रही। आज मीन राशि व्यक्ति व्यापार वाणिज्य रे अनेक प्रकार क्षति सहिबाकू पड़िबो। तेणु कौनसी गुरुत्वपूर्ण निष्पत्ति ठारू अर्थात व्यापार वाणिज्य निष्पत्ति ठारू आपण दूरता अवलंबन करिबा सहित आपण आशा ठारू तो क्षति निश्चित मिलिबो। तेणु मीन राशि व्यक्ति यह प्रति ध्यान दियंतु। आवश्यक स्थले आज व्यापार वाणिज्य ठारू दूरता अवलंबन करिले आपणक पई उत्तम दिन होई पारे। तेबे मीन राशि व्यक्ति आज स्वास्थ्यगत दृष्टि देखिले पूर्वरु जो स्वास्थ्य समस्या थिबो आज ताहार पुनरावृत्ति होबार अनेक चांस रहुछि। तेणु आवश्यक स्थले आपण स्वास्थ्य केमिति ठीक रहिबो ताहा पई पूर्ण सचेतन रुहंतु। आज मीन राशि व्यक्ति दूर यात्रा पई जदि किछि कार्य करूछंती बा जाउछंती तेबे आज ताकू नास्ति करंतु जहाँ आपणक पई भलो हेबो। तेबे मीन राशि व्यक्तिंकर आज भाग्य संख्या रहिछि जहाँ कि 7। भाग्य रंग आपण हालुका हळदिया रंग व्यवहार करि परिबे एवं ग्रह माने आपणको आज 40% साथ दउछंती। ओम विष्णवे नमः। नमस्कार। ओम विष्णवे नमः। नमस्कार।